ପ୍ରଭାତରେ ରାମର ଅଭିଷେକ ହେବ। ସେଥିପାଇଁ ଆଜିଠାରୁ ଅଯୋଧ୍ୟା ନଗର ଉତ୍ସବ ମୁଖରିତ ହୋଇ ଉଠିଛି। ଏହି ସମୟରେ ତମେ ଏମିତି ନିରବ କାହିଁକି? କୁହ କୁହ ରାଣୀ, କଣ ହେଇଛି ତମର? ଓ, ତମେ ଅଭିମାନ କରିଛ? ଖାଉ। ସବୁବେଳେ ଏମିତି ରସିକତା ଭଲ ଲାଗେନି। ତମେ ତ ଜାଣ କଇକି, ମୋର ସମସ୍ତ ରାଣୀମାନଙ୍କ ମଧ୍ୟରୁ ତମେ ହଉଛ ସବୁଠାରୁ ପ୍ରିୟ। ସେଥିପାଇଁ ତମର ବିଷାଦିତ ମୁଖମଣ୍ଡଳ ମୁଁ ସହ୍ୟ କରିପାରେନି। କୁହ ରାଣୀ, କଣ ପାଇଁ ତମର ଏ ଅଭିମାନ? कहरे संगिनी किंपा तु मानिनी अभिमानी मृगलोचना। कहरे संगिनी किंपा तु मानिनी अभिमानी मृगलोचना। सिरी संगीरे गिरी सरिकी पिड़ुछि तंगराग करु सखी गोरीबारी जाखी चारु चंद्रमुखी हसी भाषा पीक बचना। कहरे संगीनी किंपा तु मानिनी अभिमानी मृगलोचना। जवा धरारे किंपा तु अधीरा किबा पराधे छंद करु धरा। तुम हृदहारा प्रेमर पसरा नदिया तु आउ लांछना। कहरे संगीनी किंपा तु मानिनी अभिमानी मृगलोचना। प्राणनाथ, ଏ ଅଧୀନାଠାରେ ଆପଣଙ୍କର ଏତେ ଛନ୍ଦ ବୋଲି ମୁଁ ତିଳେ ମାତ୍ର ବିଶ୍ୱାସ କରିନଥିଲି। କିନ୍ତୁ ଆଜି ଜାଣିପାରୁଛି ଆପଣ ଏକା କାହିଁକି। ପୁରୁଷ ମାତ୍ରକେ ସମସ୍ତଙ୍କର ଏକା ଭାବ। ପ୍ରିୟ, ଅନ୍ୟ ରାଣୀମାନଙ୍କ ଅପେକ୍ଷା ମୁଁ ତ ତମକୁ ଅଧିକ ସ୍ନେହ କରେ। ତଥାପି ତୁମର ପୁଣି କି ଚିନ୍ତା? ଚିନ୍ତା କରିବାରୁ ତ ଭବିଷ୍ୟତ ବିଷମୟ ଲାଗୁଛି ସ୍ୱାମୀ। ଏମିତି ହୀନ କପାଳ ନେଇ ଆଉ ବଞ୍ଚିବାରେ ଲାଭ କଣ? ପ୍ରିୟ, ପ୍ରକୃତରେ କଣ ହେଇଛି ପ୍ରକାଶ ନ କଲେ ମୁଁ ବା ଜାଣିବି କେମିତି? ସ୍ୱାମୀ, ଦେବାସୁର ଯୁଦ୍ଧ ସମୟରେ ଆପଣ ଯେଉଁ 2 ଗୋଟି ବର ମୋତେ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ତାହା ମୁଁ ନ ନେଇ ଆପଣଙ୍କ ପାଖରେ ରଖିଥିଲି। ଆପଣ ତାଙ୍କୁ କେବେ ସେ ବର 2ଟି ଦେବା ପାଇଁ ସ୍ମରଣକୁ ଆଣିନାହାନ୍ତି। ବାସ୍ତବିକ ରାଣୀ, ମୁଁ ଭୁଲି ଯାଇଥିଲି। ତେବେ ସେଥିପାଇଁ ଏତେ ଚିନ୍ତା କାହିଁକି? ତୁମ ଲାଗି ମୁଁ ପ୍ରାଣ ପର୍ଯ୍ୟନ୍ତ ବିସର୍ଜନ କରିବାକୁ ପ୍ରସ୍ତୁତ। ପ୍ରକାଶ କର ପ୍ରିୟ, କଣ ତୁମର ଅଭିଳାଷ? ଯାହା ମୁଁ ମାଗିବି ତାହା ମୋତେ ଦେବେ ତ ସ୍ୱାମୀ? ଆଶଙ୍କା କାହିଁକି ରାଣୀ, ମାଗ। ପ୍ରଥମେ ଆପଣ ସତ୍ୟ କରନ୍ତୁ। ମିଥ୍ୟା କେବେ ନ କହିବେ, ଇଚ୍ଛାକୁ ବଂଶଜ ଦଣ୍ଡ ଧର। ସତ୍ୟ କରୁଛି, ସତ୍ୟ 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 ତ୍ରିବାର ସତ୍ୟ। କୁହ ରାଣୀ। ତେବେ ଶୁଣନ୍ତୁ ମହାରାଜ, ପ୍ରଥମ ବରରେ ରାମଚନ୍ଦ୍ର ପରିବର୍ତ୍ତେ ମୋ ପୁତ୍ର ଭରତ ଯୁବରାଜ ପଦରେ ଅଭିଷିକ୍ତ ହେବ। ଦ୍ୱିତୀୟ ବରରେ ରାମଚନ୍ଦ୍ର ଜଟାବକ୍କଳ ଧାରଣ କରି 14 ବର୍ଷ ବନବାସ କରିବ। ତୁ କଇକେଇ ନୁହ, କୌଣସି ମାୟାବିନୀ କଇକେଇ ରୂପରେ ଆସି ମତେ ବର ମାଗୁଛୁ। ମୋର ସୁନ୍ଦରୀ ବିଦୁଷୀ ରାଣୀ କଇକେଇ ଏପରି ହୀନମତି ହୋଇ ନପାରେ। ତୁ କଣ ସେଇ କଇକେଇ ଯିଏ ବୀରାଙ୍ଗନା ରୂପରେ ଯୁଦ୍ଧ ଭୂମିରୁ ମତେ ଉଦ୍ଧାର କରିଥିଲା? ତୁ କଣ ସେଇ କଇକେଇ ଯାହାର ସୌନ୍ଦର୍ଯ୍ୟ ଆଉ ଜ୍ଞାନରେ ଜଗତ ବିମୋହିତ ହୋଇଥିଲା? ନା ନା, ତୁ ସେଇ କଇକେଇ ନୁହ ଯିଏ ରାମକୁ ପ୍ରାଣାଧିକ ଭଲ ପାଏ। କହ ତୁ କିଏ? କିଏ ତୁ? ରାକ୍ଷସୀ ନା ମାନବୀ? ବୃଥାରେ ଅଭିନୟ କଲେ କିଛି ଫଳ ହବନି ମହାରାଜ। ଆପଣ ସତ୍ୟ କରିସାରିଛନ୍ତି। ସତ୍ୟ କରିଛି ସତ୍ୟ।
କୈକେୟୀ କିଏ ତୁମକୁ ଏ ବିପକ୍ଷ ବୁଦ୍ଧିରେ ପ୍ରବର୍ତ୍ତାଇଛି? ରାମ କଣ ଏକା ମୋର ଆଉ ତମର ନୁହେଁ? ରାଣୀ, ମୁଁ ତୁମକୁ ବିନତି କରୁଛି, ରାମକୁ ବନକୁ ପଠେଇବା କଥା କୁହନି। ଭରତ ପଛେ ଅଯୋଧ୍ୟା କଟକର ରାଜା ହେଉ, ସେଥିପାଇଁ ମୋର ଶୋଚନା ନାହିଁ। ମାତ୍ର ରାମକୁ ବନ ଯିବା କଥା ତୁଣ୍ଡରେ ଧର ନାହିଁ। ମହାରାଜ, ଆପଣ ସତ୍ୟ କରିଛନ୍ତି। ଇକ୍ଷ୍ୱାକୁ ବଂଶୀୟ ରାଜାମାନେ ସତ୍ୟଭଙ୍ଗ କରନ୍ତି ନାହିଁ ପରା। କୈକେୟୀ, ଏ ବିପଦ ସମୟରେ ତମେ ମୋତେ ତାଚ୍ଛଲ୍ୟ କରୁଛ। ମୋର ମନବାଞ୍ଛା ଆପଣଙ୍କୁ ପୂର୍ଣ୍ଣ କରିବାକୁ ହେବ ମହାରାଜ, ନଚେତ୍ ନାସ୍ତି କରନ୍ତୁ। ମୁଁ ମୋ କର୍ମକୁ ଅଧୀର ରହିବି। କୈକେୟୀ, ତମର ଏତେ ଛନ୍ଦ, ଏତେ କପଟ, ବ୍ରହ୍ମାଣ୍ଡ ବିଜୟୀ ପୁତ୍ରକୁ ମୋର ଦଣ୍ଡେ ଦେଖିପାରିଲ ନାହିଁ। ଓହୋ, ଠିକ୍ ମୋର ପ୍ରତିଜ୍ଞା। କିପରି ରାମଚନ୍ଦ୍ରକୁ ଏ ବାର୍ତ୍ତା ଦେବି? ପତି ପରାୟଣା ଜନକ ଧନୟା ଏ କଥା ଶୁଣିଲେ ମତେ କଣ ସେ କହିବ? ମହାରାଜ, ଆପଣ ଇକ୍ଷ୍ୱାକୁ ବଂଶଜ ଅଜରାଜ ସୁତ। ସାରା ଜଗତରେ ଆପଣ ସତ୍ୟସନ୍ଧ ରୂପେ ବିଦିତ। ଛାର ପୁତ୍ର ସ୍ନେହରେ କାହିଁକି ଆପଣ ବାନ୍ଧି ହେଉଛନ୍ତି? ଆପଣଙ୍କ ମୁଖ ନିଃସୃତ ବାଣୀ ଆପଣ ଯଦି ପୂରଣ ନ କରିବେ, ତେବେ ସାରା ଜଗତରେ ଚିରଦିନ ପାଇଁ ଆପଣଙ୍କ ବଂଶରେ କଳଙ୍କ ପତାକା ଉଡ଼ିବ, ସୂର୍ଯ୍ୟ ବଂଶର ନାମ ବୁଡ଼ିଯିବ। ବରଂ ଉଚିତ ହେବ ଆପଣ ରାମଚନ୍ଦ୍ରକୁ ସକଳ ବୃତ୍ତାନ୍ତ କହିଦିଅନ୍ତୁ। ନା ନା ନା, ସେମିତି କୁହ ନାହିଁ, ସେମିତି କୁହ ନାହିଁ ରାଣୀ, ସେମିତି କୁହ ନାହିଁ। ଏ କି ହେଲା ପୁତ୍ର? ଗୋଟିଏ ମୁହୂର୍ତ୍ତ ମଧ୍ୟରେ ଏସବୁ କଣ ଘଟିଗଲା?